ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଏଷ୍ଟର ପ୍ରେୟାର ଗ୍ରୁପ ତରଫରୁ ଖ୍ରୀଷ୍ଟୀୟ ନମସ୍କାର ଜଣାଉଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦୟା ଓ ଅନୁଗ୍ରହରୁ ଅନେକ ବର୍ଷ ହେଲା ଭାରତୀୟ ମଣ୍ଡଳୀଗୁଡ଼ିକ ନିମନ୍ତେ ପ୍ରାର୍ଥନା କରି ଆସୁଛୁ। ଅନେକ ଦିନରୁ ମଣ୍ଡଳୀର ପାଳକମାନଙ୍କ ସ୍ତ୍ରୀମାନଙ୍କ ନିମନ୍ତେ ପ୍ରାର୍ଥନା କରିବା ପାଇଁ ପ୍ରଭୁ ଆମ୍ଭ ପ୍ରାର୍ଥନା ଦଳରେ ଥିବା ଭଉଣୀମାନଙ୍କ ହୃଦୟରେ ବୋଝ ଦେଲେ ଯେ ସ୍ତ୍ରୀମାନଙ୍କ ମଧ୍ୟରେ ପାଳକମାନଙ୍କ ସ୍ତ୍ରୀମାନେ ବିଶେଷ ମହିଳା ଅଟନ୍ତି। ଯେହେତୁ ସେମାନେ ପ୍ରାୟତଃ ସେବା କାର୍ଯ୍ୟରେ ପାଳକଙ୍କୁ ସହଯୋଗ କରନ୍ତି, ପ୍ରାର୍ଥନା କରନ୍ତି, ମଣ୍ଡଳୀର ମହିଳାମାନଙ୍କର ତଥା ଶିଶୁ, ଯୁବା ଓ ଯୁବତୀମାନଙ୍କ ମଧ୍ୟରେ ସେବା କାର୍ଯ୍ୟରେ ନେତୃତ୍ୱ ନିଅନ୍ତି, ସେମାନଙ୍କୁ ଅନେକ ୟୁନିକ୍ ଚ୍ୟାଲେଞ୍ଜ ଗୁଡ଼ିକର ସାମ୍ନା କରିବାକୁ ପଡ଼ିଥାଏ। ଆମ୍ଭେ ଅନୁଭବ କଲୁ ଯେ ସମସ୍ତଙ୍କ ନିମନ୍ତେ ପାଳକ, ମହିଳା, ଖ୍ରୀଷ୍ଟୀୟ ନେତା, ଶିଶୁ ଓ ଯୁବା ଯୁବତୀମାନଙ୍କ ନିମନ୍ତେ ଅନେକ ଉଦ୍ଦୀପନା ସଭା, ପ୍ରାର୍ଥନା ସଭା କରାଯାଏ। ମାତ୍ର ଏହି ବିଶେଷ ମହିଳାମାନଙ୍କୁ ସଶକ୍ତ, ଉଦ୍ଦୀପିତ, ଉତ୍ସାହିତ କରିବା ପାଇଁ ସେପରି କିଛି ଆୟୋଜନ କରାଯାଇ ନାହିଁ। ଏଣୁ ଗତ ଦିନମାନଙ୍କରେ ସେମାନଙ୍କର ଉତ୍ସାହ ନିମନ୍ତେ ଅନେକ ଥର ଏକ ବିଶେଷ ପ୍ରାର୍ଥନା ସଭା ଆୟୋଜନ କରିବାକୁ ପବିତ୍ର ଆତ୍ମାଙ୍କ ଠାରୁ ଚାଳନା ପାଇଥିଲୁ, ମାତ୍ର ଆଗେଇ ଆସିପାରି ନଥିଲୁ। ସଦାବେଳେ ଏକ ଉତ୍ତମ କାର୍ଯ୍ୟ ନିମନ୍ତେ ପ୍ରଭୁଙ୍କ ରବର ଅବାଧ୍ୟ ହେବା ଉଚିତ ନୁହେଁ। ଏଣୁ ଆମେ ବରଗଡ଼ସ୍ଥ ଅନେକ ପାଳକଙ୍କ ସହ ସାକ୍ଷାତ କରି ଜାଣିବାକୁ ପାଇଲୁ ଯେ ବାସ୍ତବରେ ମଣ୍ଡଳୀର ପାଳକମାନଙ୍କ ସ୍ତ୍ରୀମାନଙ୍କ ନିମନ୍ତେ ପ୍ରାର୍ଥନା କରିବାର ତଥା ଉତ୍ସାହ ଦେବାର ବିଶେଷ ଆବଶ୍ୟକତା ରହିଛି। ଏଣୁ ଆମେ ଗତ ଏପ୍ରିଲ 3 ତାରିଖରେ ବରଗଡ଼ରେ ଥିବା ମଣ୍ଡଳୀଗୁଡ଼ିକର ପାଳକମାନଙ୍କ ସହ ପ୍ରାର୍ଥନା ତଥା ଉତ୍ସାହିତ କରିବା ପାଇଁ ଏକ ଛୋଟ ପ୍ରୟାସପୂର୍ବକ ଏକ ବିଶେଷ ସଭା ଆୟୋଜନ କରିଥିଲୁ। ପ୍ରଭୁଙ୍କ ଚାଳନା ଦ୍ୱାରା ଏହି ବର୍ଷ ଆମେ ସମ୍ବଲପୁରରେ ଏହି ବିଶେଷ ପ୍ରାର୍ଥନା ସଭାକୁ ଆୟୋଜନ କରିବାକୁ ଗତ ବର୍ଷରୁ ପ୍ରାର୍ଥନା କରି ଆସୁଛୁ। ଏଥିପାଇଁ ଆମ୍ଭେମାନେ ଆପଣମାନଙ୍କର ସାହାଯ୍ୟ ଓ ସହଯୋଗ ଆବଶ୍ୟକ କରୁଛୁ। ଏଥିପାଇଁ ଜୁଲାଇ 21 ତାରିଖ 2025 ସୋମବାର ଦିନ ଓଡ଼ିଆ ବାପ୍ଟିଷ୍ଟ ଚର୍ଚ୍ଚ ସମ୍ବଲପୁର ସ୍ଥିତ ରିଟ୍ରିଟ୍ ହଲରେ ଏହି ପ୍ରାର୍ଥନା ସଭା ଆୟୋଜନ କରିବାକୁ ଇଚ୍ଛା କରିଛୁ। ଆମର ସେପରି କିଛି ଆର୍ଥିକ ସ୍ରୋତ ନାହିଁ। ଆମେ ଜାଣିଥିବା ଇଷ୍ଟବିଶ୍ୱାସୀ ଭାଇ ଭଉଣୀମାନଙ୍କ ସାହାଯ୍ୟର ଅର୍ଥ ସଂଗ୍ରହ କରି ପ୍ରାର୍ଥନା ସଭା ଆରମ୍ଭ କରିଛି। ଏହିଥର ପାଷ୍ଟର ସ୍ତ୍ରୀମାନଙ୍କ ମିଟିଂ ପାଇଁ ଅନେକ ପ୍ରଭୁଙ୍କ ଦାସମାନଙ୍କ ସହିତ ସାକ୍ଷାତ କରିଥିଲୁ। ଏହି କାର୍ଯ୍ୟରେ ସହଯୋଗ କରିବା ପାଇଁ ସମ୍ବଲପୁର ପାଷ୍ଟର ଏସୋସିଏସନ ସହଯୋଗରେ କରିଅଛନ୍ତି। ଏହି କାର୍ଯ୍ୟକ୍ରମ ବର୍ତ୍ତମାନ ଦିନଗୁଡ଼ିକ ପାଇଁ ଆବଶ୍ୟକ ଜାଣି କେତେଜଣ ପ୍ରଭୁଙ୍କ ଦାସ ଦାସୀମାନଙ୍କ ଠାରୁ ମତାମତ ସଂଗ୍ରହ କରିଅଛୁ। ପ୍ରଥମରେ ଆମେ ଦେଖୁଛୁ ସମ୍ବଲପୁର ଓଡ଼ିଆ ବାପ୍ଟିଷ୍ଟ ଚର୍ଚ୍ଚ 22 ବର୍ଷ ମହିଳା ସମିତିର ଅଧ୍ୟକ୍ଷା ଭାବରେ ଶ୍ରୀମତୀ ରତ୍ନା ଦାସ ଦାୟିତ୍ୱ ତୁଳାଇଥିଲେ। ତାଙ୍କୁ ଏହି ବିଷୟରେ ଅବଗତ କରାଇଲୁ। ସେ ଖୁସି ହୋଇ ପ୍ରଥମରେ ଏହି ମିଟିଂ ପାଇଁ ହସ୍ତ ବଢ଼ାଇଲେ, ପ୍ରାର୍ଥନା କଲେ। ସେ ବୟସାଧିକ ହୋଇଥିବାରୁ ଭିଡ଼ିଓରେ ଆସିପାରିଲେ ନାହିଁ। ସେ ପାଳିକା ମାମାନଙ୍କ ପାଇଁ ଏହିପରି ଭାବରେ ଶୁଭେଚ୍ଛା ବାର୍ତ୍ତା ଜଣାଇଅଛନ୍ତି, ତାକୁ ଆମେ ଶୁଣିବା। ପାଳକମାନଙ୍କ ସ୍ତ୍ରୀମାନଙ୍କୁ ରତ୍ନା ଦାସଙ୍କ ପଦଟିଏ। ଈଶ୍ୱର ନିଜ ହସ୍ତରେ ପୁରୁଷ ଓ ସ୍ତ୍ରୀକୁ ସୃଷ୍ଟି କରିଛନ୍ତି। ଏହାକୁ ନେଇ ଅନେକ ବାଦାନୁବାଦ ହୋଇଛି। କିଏ ଶ୍ରେଷ୍ଠ, ପୁରୁଷ ବା ସ୍ତ୍ରୀ? ଥରେ ମୋ ଭାଇ ସାଙ୍ଗରେ ଏ ବିଷୟରେ ବାଦ ହେଲା। ଭାଇ କହିଲା ପୁରୁଷ ଶ୍ରେଷ୍ଠ, ତେଣୁ ଈଶ୍ୱର ପୁରୁଷକୁ ପ୍ରଥମେ ସୃଷ୍ଟି କଲେ। ମୁଁ କହିଲି ପୁରୁଷ ଶ୍ରେଷ୍ଠ ହୋଇପାରେ ନା, କାରଣ ଈଶ୍ୱର ପୁରୁଷକୁ ମାଟିରୁ ସୃଷ୍ଟି କଲେ, ମାତ୍ର ସ୍ତ୍ରୀକୁ ହାଡ଼ରୁ ସୃଷ୍ଟି କଲେ। ଏ ତ ଗଲା ମଣିଷର ଭାବନା। ମାତ୍ର ପରମେଶ୍ୱର ମନୁଷ୍ୟକୁ କିଛି ନା କିଛି ଦାୟିତ୍ୱ ଦେଇ ଏହି ଜଗତକୁ ପଠାଇଛନ୍ତି, ଯେପରି ସୃଷ୍ଟ ମନୁଷ୍ୟ ଈଶ୍ୱରଙ୍କର ଗୌରବ କରିବ। ପବିତ୍ର ବାଇବେଲକୁ ଆମେ ଦେଖିବା। ଯିଶାୟ 43 ପର୍ବ 21 ପଦ, ଏଫିସିୟ 2 ପର୍ବ 10 ପଦ। ମୁଁ କି ଜଣେ ପାଳକଙ୍କର ସ୍ତ୍ରୀ? ମୁଁ କେବେ ଭାବିନଥିଲି ପାଳକର ସ୍ତ୍ରୀ ଭାବରେ ମୋତେ କିଛି ପ୍ରଭୁଙ୍କର କାମ କରିବାକୁ ହେବ। ଆଜି ପ୍ରଭୁ ତାଙ୍କ ଦାସୀମାନଙ୍କ ମଧ୍ୟରେ ଯେଉଁ ଈଶ୍ୱରମୋଦିତ ଭାବଟି ଦେଲେ, ତାହାଦ୍ୱାରା ସେମାନେ ପାଳକମାନଙ୍କ ସ୍ତ୍ରୀମାନଙ୍କ ପାଇଁ ଏକ ଉଦ୍ଦୀପନା ପ୍ରାର୍ଥନା ସଭାର ଆୟୋଜନ କଲେ। ପୁଣି ପ୍ରଭୁଙ୍କର ଦାସ ଆଚାର୍ଯ୍ୟ ନିରଞ୍ଜନ ତୁରୁକ ଓ ଭଉଣୀ କୁସୁମଲତା ନାୟକଙ୍କୁ ମଧ୍ୟ ବାକ୍ୟ ଦେବା ପାଇଁ ନିମନ୍ତ୍ରଣ କଲେ। ପାଳକମାନଙ୍କ ସ୍ତ୍ରୀମାନେ ବିବାହ ପୂର୍ବରୁ ପାଳକମାନଙ୍କୁ ବିବାହ କରିବା ଜାଣି ଆପଣାକୁ ପ୍ରଭୁଙ୍କ ପାଖରେ ସମର୍ପଣ କରି ପ୍ରାର୍ଥନା କରିବା ଉଚିତ, ଯେପରି ସେମାନେ ପାଳକମାନଙ୍କର ଉପଯୁକ୍ତ ସ୍ତ୍ରୀ ହେବେ, ସ୍ୱାମୀମାନଙ୍କୁ ଉତ୍ସାହ ଦେବେ, ପ୍ରଭୁଦତ୍ତ ପିଲାମାନଙ୍କୁ ପ୍ରଭୁ ଯୀଶୁଙ୍କର ପରିଚୟ ସହ ବାଇବେଲ ଜ୍ଞାନରେ, ପ୍ରାର୍ଥନାରେ, ପାରିବାରିକ ଓ ମାଣ୍ଡଳିକ ସହଭାଗିତା ନିମନ୍ତେ
ବାଲ୍ୟକାଳରୁ ପ୍ରସ୍ତୁତ କରିବେ। ଆଜି ଅନେକ ପାଳକମାନଙ୍କର ସ୍ତ୍ରୀମାନେ ସ୍ୱାମୀମାନଙ୍କର ବଶୀଭୂତ ନ ହେବାରୁ ସେମାନଙ୍କ ଜୀବନରେ ନମ୍ରତା ଓ କୋମଳ ସ୍ୱଭାବର ଅଭାବ ଯୋଗୁଁ, ପାରିବାରିକ ଅଶାନ୍ତି ଯୋଗୁଁ, ସ୍ୱାମୀ ସହ ପ୍ରଭୁରେ ଏକମତ ନ ହେବା ଯୋଗୁଁ, ଜଗତର ଅତିରିକ୍ତ ଆକର୍ଷଣ ଯୋଗୁଁ, ପ୍ରେମ, ସହିଷ୍ଣୁତା, ଆତ୍ମିକ ଜ୍ଞାନର ଅଭାବ ଯୋଗୁଁ ସେମାନଙ୍କର ପରିବାର ନଷ୍ଟ ହୋଇଯାଉଛି ଓ ସେମାନେ ଏକ ଖ୍ରୀଷ୍ଟୀୟ ପରିବାର ରୂପେ ଜଗତରେ ଜଣା ପଡ଼ୁନାହାନ୍ତି। ମୁଁ ଜଣେ ପାଳକ ବନ୍ଧୁଙ୍କୁ ଜାଣେ, ଯିଏ ବିଶ୍ୱାସୀ ପରିବାରରେ ଜନ୍ମ ହୋଇ ମଧ୍ୟ ପୁଣି ବିଶ୍ୱାସୀ ପିତାମାତାଙ୍କ ଦ୍ୱାରା ଉତ୍ତମ ରୂପେ ପ୍ରତିପାଳିତ ହେବା ପରେ ଜଣେ ପାଳକ ହେଲେ। ପ୍ରଭୁ ତାଙ୍କୁ ଯୌବନ କାଳରୁ ପ୍ରଭୁଙ୍କ ବାକ୍ୟ ଭାଙ୍ଗିବାର ଓ ପରିବେଷଣ କରିବାର ଆତ୍ମିକ ଦକ୍ଷତା ଦେଲେ ଓ ଖ୍ରୀଷ୍ଟୀୟ ଅନୁଷ୍ଠାନରେ ଉଚ୍ଚ ପଦସ୍ଥ କଲେ। ପରବର୍ତ୍ତୀ ସମୟରେ ସେ ଏକ ସୁନ୍ଦରୀ ସ୍ତ୍ରୀ ବିବାହ କଲେ। ମାତ୍ର ଏ ସ୍ତ୍ରୀଙ୍କ ଠାରୁ ସେ କେତେ ଆତ୍ମିକ ଉତ୍ସାହ ପାଇଲେ ଆମେ କହି ନ ପାରୁ। ମାତ୍ର ତାଙ୍କର ସ୍ତ୍ରୀ ରୂପର ଆତିଶଯ୍ୟରେ ସ୍ୱାମୀଙ୍କୁ ଆତ୍ମିକ ଭାବେ ସାହାଯ୍ୟ କଲେ ନାହିଁ। ବହୁ ବର୍ଷ ପରେ ସେହି ପାଳକ ତାଙ୍କ ଉଚ୍ଚ ପଦର ଗାରିମା ନେଇ ନମ୍ରତାର ଅଭାବ ଯୋଗୁଁ ପୂର୍ବ ପରିବାକ୍ୟ ଭାଙ୍ଗିବାର ଓ ବୁଝାଇବାର ଶକ୍ତି ପାଇଲେ ନାହିଁ। ତାଙ୍କୁ ଦେଖି ବଡ଼ ଦୁଃଖ ଲାଗିଲା। ଆଜି ଏଠାରେ ଉପସ୍ଥିତ ହୋଇଥିବା ପାଳକମାନଙ୍କ ସ୍ତ୍ରୀ ଓ ପ୍ରଭୁଙ୍କ କାର୍ଯ୍ୟକାରୀମାନଙ୍କର ସ୍ତ୍ରୀ ମାନେ ପ୍ରଭୁଙ୍କ ବାକ୍ୟ ଓ ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ଉପଯୁକ୍ତ ସାହାଯ୍ୟକାରିଣୀ ହୋଇପାରିବା। ପବିତ୍ର ବାଇବେଲରେ ଲେଖାଯାଏ, ଆଦି ପୁସ୍ତକ 2 ପଦରେ ସ୍ତ୍ରୀମାନଙ୍କୁ ଅନୁରୂପ ସହକାରିଣୀ ନାମ ଈଶ୍ୱର ଦେଇଛନ୍ତି। ବାଇବେଲରେ ଏହିପରି ସ୍ତ୍ରୀମାନଙ୍କ ବିଷୟରେ ଅନେକ ସ୍ଥାନରେ ଲେଖାଯାଇଛି ତଥା ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ନୋହଙ୍କ ସ୍ତ୍ରୀ। ତାଙ୍କ ବିଷୟରେ ବିଶେଷ କିଛି ଲେଖାଯାଇ ନାହିଁ। ଆମେ ବାଇବେଲରୁ ପଢ଼ିବା ଓ ସେପରି ସ୍ୱାମୀ ସହ ଏକମତ ହୋଇ ସେବା କରିବାକୁ ଶିଖିବା। ପବିତ୍ର ଆତ୍ମା ଆମକୁ ସାହାଯ୍ୟ କରିବେ। ଧନ୍ୟବାଦ। ରେଭରେଣ୍ଡ ଡକ୍ଟର ସେଥ ସିଂ ମଣ୍ଡଳ ପାର୍ ସଭାପତି ମହୋଦୟ ଆଜ୍ଞାଙ୍କଠାରୁ ଶୁଣିବା। ସର୍ବପ୍ରଥମେ ପ୍ରଭୁ ଯୀଶୁଙ୍କ ନାମକୁ ଧନ୍ୟବାଦ ଦିଏ ଏବଂ ଇଷ୍ଟର ପ୍ରେୟାର ଗ୍ରୁପକୁ ମଧ୍ୟ ଧନ୍ୟବାଦ ଅର୍ପଣ କରେ। ଆଜି ପ୍ରଭୁଙ୍କ ଦୟାରୁ ଏକ ପାଷ୍ଟର୍ସ ୱାଇଫ୍ସ ପ୍ରେୟାର ମିଟ୍ ସମ୍ବଲପୁରଠାରେ ହେବାକୁ ଯାଉଅଛି। ଏହା ଅତ୍ୟନ୍ତ ଆନନ୍ଦ ଓ ଗୌରବର ବିଷୟ ଅଟେ, କାରଣ ବାସ୍ତବିକ ପାଳକମାନଙ୍କର ସହଧର୍ମୀମାନେ ଅନେକ ଉତ୍ସର୍ଗୀକୃତ ଜୀବନ କାଟନ୍ତି। ଅଭାବ, ସମସ୍ୟା ଓ ବିଭିନ୍ନ ପରିସ୍ଥିତିରେ ପାଳକମାନଙ୍କ ପ୍ରାର୍ଥନାରେ ତୋଳି ଧରିବା ସହ ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ କରନ୍ତି ଓ ଉତ୍ସାହ ପ୍ରଦାନ କରନ୍ତି ପ୍ରଭୁଙ୍କର ସେବା କ୍ଷେତ୍ରକୁ ବଢ଼ାଇବା ନିମନ୍ତେ ଓ ମଣ୍ଡଳୀର ଶିକ୍ଷା ଓ ଯତ୍ନ ନେବା ବେଳେ ପ୍ରାର୍ଥନାରେ ତୋଳି ଧରନ୍ତି। ସେମାନେ ଯଦି ସହଯୋଗ କରିନଥାନ୍ତେ ତେବେ ପ୍ରଭୁଙ୍କର ଦାସମାନେ କାର୍ଯ୍ୟ କରିବାରେ ଅନେକ ବାଧାପ୍ରାପ୍ତ ହୁଅନ୍ତେ। ଏଣୁ ପାଳିକା ଭଉଣୀମାନଙ୍କୁ ଉତ୍ସାହ ଓ ସେମାନଙ୍କୁ ବାଇବଲ ଭିତ୍ତିକ ଶିକ୍ଷା ଦେବା ନିମନ୍ତେ ପାଇଁ ଏହି ଇଷ୍ଟର ପ୍ରେୟାର ଗ୍ରୁପ ସମ୍ବଲପୁର ପାଷ୍ଟର ଆସୋସିଏସନ ସହଯୋଗରେ ଏହି ପ୍ରୋଗ୍ରାମ କରୁଥିବାରୁ ପୁଣି ଥରେ ମୁଁ ଆଚାର୍ଯ୍ୟ ଡକ୍ଟର ସେଥ ସିଂ ମଣ୍ଡଳ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଏହି ପ୍ରେୟାର ଗ୍ରୁପକୁ ପରିଚାଳନା କରୁଥିବା ଭଉଣୀ ସୁନିତା ଏବଂ ସୁସ୍ମିତାକୁ ମଧ୍ୟ ଧନ୍ୟବାଦ ଅର୍ପଣ କରେ। ପ୍ରାର୍ଥନା କରେ ଏହି ସମସ୍ତ କାର୍ଯ୍ୟ ଉତ୍ତମ ଭାବରେ ପରିଚାଳିତ ହେବା ପାଇଁ, ତତ୍ସହିତ ପ୍ରଭୁ ଭକ୍ତମାନଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ ସହିତ ରହିଲି। ସମସ୍ତଙ୍କୁ ପ୍ରଭୁ ମଙ୍ଗଳ କରନ୍ତୁ। ଆମେନ୍। ଡକ୍ଟର ବିଶପ ସୂର୍ଯ୍ୟକରଣଙ୍କ ଠାରୁ ଶୁଣିବା। ଏହି ସମୟରେ ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣମାନଙ୍କୁ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ ଅଭିନନ୍ଦନ ଜଣାଣ କରେ। ବିଶେଷ କରି ଆଜିର ଏ ସୂଚନା ହେଉଛି ଯେ ସିଷ୍ଟର ସୁନିତା ଓ ତାଙ୍କ ଦଳ ଭଲ ଉତ୍ତମ ଚିନ୍ତା କରିଛନ୍ତି ଯେ ପ୍ରତ୍ୟେକ ପାଳକ, ପ୍ରଚାରକ, ମିଶନାରୀ, ସେବକ ସେବିକାମାନଙ୍କର ସହଧର୍ମୀମାନଙ୍କୁ ନେଇକି ଏକ ସେମିନାର ସେ ଓଡ଼ିଆ ବାପ୍ଟି ଚର୍ଚ୍ଚରେ କରୁଛନ୍ତି ଓ ସମ୍ବଲପୁର ଓଡ଼ିଆ ବାପ୍ଟି ଚର୍ଚ୍ଚରେ 21 ତାରିଖରେ କରୁଥିବା ଯୋଗୁଁ ମୁଁ ସେଥିପାଇଁ ସମସ୍ତଙ୍କୁ ଅନୁରୋଧ କରିବି, ସମସ୍ତ ପାଳିକା ମା ମାନେ ଆଉ ପ୍ରଭୁଙ୍କର ଦାସୀମାନେ ସମସ୍ତେ ଯୋଗ ଦେଇକି ସେଇ ସଭାକୁ ସାଫଲ୍ୟ ମଣ୍ଡିତ କରନ୍ତୁ ବୋଲିକି ମୁଁ ବ୍ୟକ୍ତିଗତ ଭାବେ ଅନୁରୋଧ କରୁଛି। ମୁଁ ପାଳକ ବିଶପ ସୂର୍ଯ୍ୟକରଣ ଏଆଇସିସି ଡାଇସିସ୍ର ବିଶପ ଅଟେ। ଆଉ ସମସ୍ତଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଏହି ସଭାରେ ପ୍ରଭୁ ସଫଳିତ ହେବା ପାଇଁ ସାହାଯ୍ୟ କରନ୍ତୁ। ଧନ୍ୟବାଦ। ପ୍ରଭୁଙ୍କ ଦାସ ଜୟପ୍ରକାଶ ଦାସଙ୍କ ଆଜ୍ଞାଙ୍କ ଠାରୁ ଶୁଣିବା। ପ୍ରେଜ୍ ଦ ଲର୍ଡ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ମହାନାମକୁ ଧନ୍ୟବାଦ ଦିଏ। ପ୍ରଭୁ କେତେ ମହାନ ଅନୁଗ୍ରହକାରୀ ପରମେଶ୍ୱର ପିତା। ଆଉ ବିଶେଷ କରି ଧନ୍ୟବାଦ ଦେବି ସୁନିତା ଦିଦିଙ୍କୁ
ଏଷ୍ଟର ପ୍ରେୟାର ଗ୍ରୁପ୍ ବରଗଡ଼ ଆଉ ତାଙ୍କର ପ୍ରଚେଷ୍ଟା ଦ୍ୱାରା ଆସନ୍ତା 21 ତାରିଖରେ ହେବାକୁ ଯାଉଥିବା ବାଳିକାମାନଙ୍କର ପ୍ରାର୍ଥନା ସଭାକୁ ଆଉ ସେ ସମସ୍ତଙ୍କୁ ନିମନ୍ତ୍ରଣ ଜଣାନ୍ତି। ଯେତେ ଆମମାନଙ୍କର ସମ୍ବଲପୁରରେ ଆଖପାଖ ଅଞ୍ଚଳରେ ଯେତେ ବାଳିକା ମା' ମାନେ ଅଛନ୍ତି ପ୍ରତ୍ୟେକ ଜଣକୁ ଅନୁରୋଧ କରନ୍ତି କି ସମସ୍ତେ ଆସି 21 ତାରିଖ ଦିନ ଯୋଗ ଦିଅନ୍ତୁ ଆଉ ପ୍ରାର୍ଥନା ସଭାରେ ସାମିଲ ହୁଅନ୍ତୁ, ଯଦ୍ୱାରା ପ୍ରଭୁଙ୍କର ଆଶୀର୍ବାଦରେ ଅଂଶୀ ହୁଅନ୍ତୁ। ଏହା ଗୋଟେ ସୁନ୍ଦର ଉଦ୍ୟମ ଏଷ୍ଟର ପ୍ରେୟାର ଗ୍ରୁପ୍ ତରଫରୁ। ଧନ୍ୟବାଦ ଦେଉଛି ପ୍ରତ୍ୟେକ ଜଣକୁ ଏବଂ ପ୍ରଭୁ ପିତା ପରମେଶ୍ୱରଙ୍କ ନିକଟରେ ମଧ୍ୟ ଆଉ ମୁଁ ଧନ୍ୟବାଦ ଦେବି ଏହି ସଭା ପାଇଁ ଆଉ ସଭାର ସମସ୍ତ ଆୟୋଜନ ପାଇଁ। ପ୍ରଭୁ ସଭାଙ୍କୁ ଆଶୀର୍ବାଦ କରନ୍ତୁ, ଅନୁଗ୍ରହ କରନ୍ତୁ, ଏତିକି ପରମେଶ୍ୱର ନିକଟରେ ମୋର ଏକାନ୍ତ କାମନା। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ, ନମସ୍କାର। ବର୍ତ୍ତମାନ ଫୁଲବାଣୀ ବାପ୍ଟିଷ୍ଟ ଚର୍ଚ୍ଚର ମହିଳା ସମିତି ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପିତା ମିଶ୍ରଙ୍କ ଠାରୁ ଶୁଣିବା। ସ୍ୱର୍ଗସ୍ଥ ପିତାଙ୍କର ମହିମା ହେଉ। ଆମ ଦୁଇ ଭଉଣୀ ବାଳିକା ମା'ମାନଙ୍କ ପାଇଁ ଏଇ ଯେଉଁ କାର୍ଯ୍ୟକ୍ରମଟି କରିବା ନିମନ୍ତେ ଇଚ୍ଛା କରି ଅଭିଯାନରେ ନିଜକୁ ସାମିଲ କରିଛନ୍ତି, ଏହା ଅତ୍ୟନ୍ତ ବହୁମୂଲ୍ୟ କାର୍ଯ୍ୟକ୍ରମ। କାରଣ ଚାରିଆଡ଼େ ପାଳକ ପ୍ରଚାରକମାନଙ୍କ ପାଇଁ ହୁଏତ ବିଭିନ୍ନ କାର୍ଯ୍ୟକ୍ରମ ହୁଏ, କିନ୍ତୁ ବାଳିକା ମା'ମାନଙ୍କ ପାଇଁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା ନଥାଏ। ତେଣୁ ଏହା ଅତ୍ୟନ୍ତ ଜରୁରୀ, କାରଣ ସେମାନଙ୍କର ମଧ୍ୟ ଏହି ପ୍ରଚାର କ୍ଷେତ୍ରରେ ମଣ୍ଡଳୀ ବାହାରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କେବଳ ଯେ ସେମାନେ ପରିବାରରେ ବାନ୍ଧି ହେଇକି ରହିବେ ତାହା ନୁହେଁ, ଯେପରି ସେମାନେ ମଧ୍ୟ ପ୍ରଭୁଙ୍କ ପାଇଁ ପ୍ରଭୁଙ୍କ ରାଜ୍ୟ ବିସ୍ତାର କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରିବେ, ସେଥିପାଇଁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଏହି କାର୍ଯ୍ୟକ୍ରମର ସଫଳତା ଆଶା କରି ମୁଁ ନିତ୍ୟ ପ୍ରାର୍ଥନାରେ ତୋଳି ଧରିଛି। ପ୍ରଭୁ ଏହି ଦୁଇ ଭଉଣୀଙ୍କ ସହିତ ଏହି କାର୍ଯ୍ୟକ୍ରମକୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ବର୍ତ୍ତମାନ ବୁର୍ଲାସ୍ଥିତ ପ୍ରଭୁଙ୍କ ଦାସ ବୈଚନାୟକ ଆଜ୍ଞାଙ୍କ ଠାରୁ ଶୁଣିବା। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ ମାନବ ଧନ୍ୟବାଦ ହଉ। ଆମମାନେ ସମସ୍ତେ ଯେତେ ଜଣ ପ୍ରଭୁଙ୍କ ସେବା କାର୍ଯ୍ୟରେ ରହିଛୁ, ଆମମାନେ ସମସ୍ତେ ଜାଣିଛୁ ଯେତେବେଳେ କୌଣସି ମିଶନ କିମ୍ବା ଅର୍ଗାନାଇଜେସନରେ କାମ କରୁ, ସମସ୍ତେ ଚାହାନ୍ତି ଯେ ସ୍ୱାମୀ ସ୍ତ୍ରୀ ମିଶିକି କାମ କରୁ ବୋଲି। ଆଉ ପ୍ରଭୁଙ୍କ ନାମ ବିଶେଷ ଧନ୍ୟବାଦ। ଅନେକ ପାଳକମାନେ ପ୍ରଚାରକମାନେ ପ୍ରଭୁଙ୍କ ସେବା କାର୍ଯ୍ୟମାନେ ସେମାନେ ସ୍ୱାମୀ ସ୍ତ୍ରୀ କି ବିଭିନ୍ନ ପ୍ରକାର ଜାଗାରେ ସେମାନେ କାର୍ଯ୍ୟ କରୁଛନ୍ତି। ବିଶେଷ କରି ସେ ସମୟରେ ସ୍ୱାମୀମାନେ ଯେଉଁମାନେ ଆକ୍ଟିଭଲି ମିନିଷ୍ଟ୍ରିରେ ଇନଭଲ୍ଭ ହେଇକି ଏପଟ ସେପଟେ ଯାଆନ୍ତି, କାମ କରନ୍ତି, ସେମାନେ ତାଲିମ ପ୍ରାପ୍ତ ହେଇକି ବହୁତ ସୁନ୍ଦର ଭାବେ ମିନିଷ୍ଟ୍ରି କରିଥାନ୍ତି। କିନ୍ତୁ ଅନେକ ସମୟରେ ସେମାନଙ୍କର ସହଧର୍ମିଣୀମାନେ, ବିଶେଷ କରି ସମସ୍ତଙ୍କର ତ ନୁହେଁ, ଅନେକଙ୍କର ସହଧର୍ମିଣୀମାନେ କୌଣସି ତାଲିମ ପ୍ରାପ୍ତ ହେଇନଥାନ୍ତି। ସେହି ସମୟରେ ମିଶିକି ମିନିଷ୍ଟ୍ରି କରିବାର ଟିକେ ବି ମିସ୍ଅଣ୍ଡରଷ୍ଟାଣ୍ଡିଂ କିମ୍ବା ଏପଟ ସେପଟ ହେଇଥାଏ। ତେଣୁ ଯଦି ମିସେସ୍ ମାନେ ବା ସହଧର୍ମିଣୀମାନେ ତାଲିମ ପ୍ରାପ୍ତ ହେଇଥାନ୍ତେ, ତେବେ ବହୁତ ସୁନ୍ଦର ଭାବେ ସେବା କାର୍ଯ୍ୟ ଆଗକୁ ବଢ଼ି ଯାଇଥାନ୍ତା। କିନ୍ତୁ ବର୍ତ୍ତମାନ ଆମମାନଙ୍କର ଓଡ଼ିଶାର ପରିପ୍ରେକ୍ଷୀରେ ଯଦି ଦେଖାଯିବ, ତେବେ ଅନେକ ପାଳିକା ମା'ମାନେ ସେମାନେ ବହୁତ ବିଷୟରେ ଅଜ୍ଞ ରହିଥାନ୍ତି, ପ୍ରଭୁଙ୍କର ଉପସ୍ଥିତିରେ ମଧ୍ୟ ବହୁତ ଦୂରକୁ ଯାଇଥାନ୍ତି। କାରଣ ହେଉଛି ଏଇଟା ଯେ ସେମାନଙ୍କର ସ୍ୱାମୀମାନେ ମିନିଷ୍ଟ୍ରିରେ ରହି ଏପଟେ ସେପଟେ ଗଲାବେଳେ ସେମାନେ ଘରେ ଏକଲା ରହିଯାନ୍ତି, ସବୁବେଳେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହନ୍ତି, ପରିବାର ବିଷୟରେ ସମ୍ଭାଳନ୍ତି ଏବଂ ଅନେକ କାର୍ଯ୍ୟରେ ସେମାନେ ବ୍ୟସ୍ତ ରହିକି ପାଳକଙ୍କର ସହିତ ସମସ୍କନ୍ଦରେ ଆଗେଇ ଯାଇ ପାରିନଥାନ୍ତି। ଏବଂ ତା ସଙ୍ଗେ ସଙ୍ଗେ ସେମାନେ ମଧ୍ୟ ମହିଳା ସମିତିରେ ଆକ୍ଟିଭ୍ ରହନ୍ତି ଏବଂ ଅନ୍ୟାନ୍ୟ ସଣ୍ଡେ ସ୍କୁଲ ପରି ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଣ୍ଡଳୀରେ ଆକ୍ଟିଭ୍ ରହନ୍ତି। ତଥାପି ସେମାନଙ୍କୁ ଯଦି ଭଲ ତାଲିମ ନ ଦିଆଯାଇଥାଏ, ତେବେ ସେମାନଙ୍କର ଟିକେ ଭିନ୍ନ ପ୍ରକାର ମାର୍ଗ ହେଇପାରେ, ସମ୍ଭାବନା ରହିଥାଏ। ତେଣୁ ମୁଁ ଏନକରେଜ୍ କରିବି ଯଦି ଆମର ମହିଳାମାନେ ବା ବିଶେଷ କରି ପାଳିକାମାନେ ଯଦି ସେମାନେ କିଛି ତାଲିମ ପାଆନ୍ତେ ବହୁତ ଭଲ ହୁଅନ୍ତା। କିନ୍ତୁ ଏହି ପ୍ରକାର ପରିପ୍ରେକ୍ଷୀରେ ଛୁଆ ପିଲା ହେଇଗଲା ପରେ, ମିନିଷ୍ଟ୍ରି ସମ୍ଭାଳିଲା ପରେ ଆଉ ବାଇବେଲ ଟ୍ରେନିଂ ଯିବା ପାଇଁ ତ ଅସମ୍ଭବ ହୋଇପଡ଼େ। କିନ୍ତୁ ଏହି ସମୟରେ ଯଦି ସେମାନଙ୍କ ପାଇଁ ସ୍ପେଶାଲ ମିଟିଂ କିଛି କରାଯାଆନ୍ତା କେବଳ ପାଳିକାମାନଙ୍କ ପାଇଁ, ତେବେ ହୁଏତ ସେମାନେ ବହୁତ ସୁନ୍ଦର ଭାବେ ସେବା କାର୍ଯ୍ୟରେ ସହଯୋଗ କରିପାରନ୍ତେ। ଆଉ ଗୋଟିଏ କଥା କହିବା ପାଇଁ ଚାହିଁବି, ପାଳକମାନେ ଯେତେବେଳେ ବାହାରକୁ ଯାଆନ୍ତି ମିଟିଂ ଫିଟିଂ ଯାଇକି ଟିକେ ଏକ୍ସଟ୍ରା ଚାର୍ଜ ହେଇକି ଆସନ୍ତି, ସେହି ସମୟରେ କ'ଣ ହୁଏ, ତାଙ୍କର ସହଧର୍ମିଣୀ ସାଙ୍ଗରେ ମେଚିକି ହେଇକି ଯାଇ ନ ପାରିଥାନ୍ତି। କାରଣ ତାଙ୍କର ଉଚ୍ଚ ଶିକ୍ଷା ପାଇକି ଆସିଲା ପରେ ସେଇ ଆଶା କରିଥାନ୍ତି ସ୍ତ୍ରୀ ଠାରୁ ସମାନ ହିସାବରେ ଚାଲିବା ପାଇଁ, କିନ୍ତୁ ସେମାନେ ସମସ୍କନ୍ଦରେ ଯିବା ପାଇଁ ସୁଯୋଗ ପାଇପାରିନଥାନ୍ତି। ଏହି ପରିପ୍ରେକ୍ଷୀରେ ମୁଁ ଏନକରେଜ୍ କରିବି ପାଳିକା ମହାଶୟମାନେ ଯଦି ମିଟିଂ ଫିଟିଂ ଯାଇକି ସେମାନେ କିଛି ଟ୍ରେନ୍ ଅପ୍ ହୁଅନ୍ତେ, ତେବେ ବହୁତ ସୁନ୍ଦର ଭାବେ କାର୍ଯ୍ୟ ଆଗକୁ ବଢ଼ିବ ସେବା କାର୍ଯ୍ୟ। ଆଉ ତା ସଙ୍ଗେ ସଙ୍ଗେ ସେମାନଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ ଅଭିବୃଦ୍ଧି ହେବ। ତେଣୁ ପାଳିକାମାନଙ୍କ ପାଇଁ ଗୋଟିଏ ସ୍ୱତନ୍ତ୍ର ମିଟିଂ
କିମ୍ବା କୌଣସି ସେମିନାର ଆରେଞ୍ଜ କରାଗଲେ ବହୁତ ଭଲ ହୁଅନ୍ତା ଏବଂ ମୁଁ ଆଗ୍ରହୀ ହେବି ଯଦି ପାଳିକା ମା ମାନେ ଏହି ପ୍ରକାର ମିଟିଂ ଆଟେଣ୍ଡ କରିବେ ଏବଂ ତାଙ୍କ ସ୍ୱାମୀଙ୍କ ସାଙ୍ଗରେ କୋପ୍ ଅପ୍ କରିକି ଆଗକୁ ଯିବା ପାଇଁ ଏକ୍ସଟ୍ରା ନଲେଜ ପାଇବେ, ଏକ୍ସଟ୍ରା କିଛି ପ୍ରଭୁଙ୍କର ଅଭିଷେକ ପାଇବେ, ଏକ୍ସଟ୍ରା ପ୍ରଭୁଙ୍କ ଠାରୁ କିଛି ଶିକ୍ଷା ପାଇବେ, ଗାଇଡେନ୍ସ ପାଇବେ। ଏହି ପ୍ରକାର ମିଟିଂ ଫିଟିଂ କିଛି ଆଟେଣ୍ଡ କରିକି ତ ବହୁତ ଭଲ ହୁଅନ୍ତା। ପ୍ରଭୁ ଆଶୀର୍ବାଦ କରନ୍ତୁ। ଆଗାମୀ ଦିନମାନଙ୍କରେ ମୁଁ ଶୁଣିବାକୁ ପାଉଛି ସମ୍ବଲପୁରରେ ଆମମାନଙ୍କର ପାଳିକାମାନଙ୍କ ପାଇଁ ଗୋଟେ ମିଟିଂ ହେବା ପାଇଁ ଯାଉଛି। ପ୍ରଭୁ ଆଶୀର୍ବାଦ କରନ୍ତୁ। ବହୁ ଗୁଣରେ ପାଳିକା ମା ମାନେ ଜମା ହୁଅନ୍ତୁ ଏବଂ ଆଶୀର୍ବାଦ ପ୍ରାପ୍ତ ହେଇ ସ୍ୱାମୀଙ୍କ ସାଙ୍ଗରେ ମିଳିମିଶି ସେବା କାର୍ଯ୍ୟକୁ ଆଗକୁ ବଢ଼େଇବାରେ ପ୍ରଭୁଙ୍କର ଗୌରବ କରିବାରେ ସହାୟକ ହୁଅନ୍ତୁ। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରେଜ୍ ଦ ଲର୍ଡ। ବର୍ତ୍ତମାନ କଟକ ସ୍ଥିତ ପ୍ରଭୁଙ୍କ ଦାସୀ ଜୁଲିୟନ ନନ୍ଦ ଭଉଣୀଙ୍କ ଠାରୁ ଶୁଣିବା। ଏଷ୍ଟର ଗ୍ରୁପ ଦ୍ୱାରା ଆୟୋଜିତ ଏହି ପାଷ୍ଟର୍ସ ୱାଇଫ୍ ପ୍ରେୟର ମିଟ୍ରେ ଉପସ୍ଥିତ ଥିବା ସମସ୍ତ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ନମସ୍କାର ଏବଂ ଶୁଭକାମନା ଜଣାଉଛି। ଏହା ଆମମାନଙ୍କ ପାଇଁ ଅତ୍ୟନ୍ତ ଆନନ୍ଦର ବିଷୟ ଯେ ଏହି ପ୍ରକାର ଏକ ଆୟୋଜନର ବା ସଭାର ଆୟୋଜନ କରାଯାଇଛି। ଆଉ ଅନେକ ସମୟରେ ଆମମାନେ ଦେଖିଥାଉ ବିଭିନ୍ନ ପ୍ରକାର ସଭା ସମିତି ଯୁବାମାନଙ୍କ ପାଇଁ, ସାନ ସାନ ପିଲାମାନଙ୍କ ପାଇଁ, ମହିଳାମାନଙ୍କ ପାଇଁ, ପୁଣି ସର୍ବସାଧାରଣମାନଙ୍କ ପାଇଁ ଆୟୋଜିତ ହୋଇଥାଏ। କିନ୍ତୁ ସ୍ପେଶିଆଲି ପାଷ୍ଟର୍ସ ୱାଇଫ୍ମାନଙ୍କ ପାଇଁ ଏହି ପ୍ରକାର ଏକ ଆୟୋଜନ ଅନନ୍ୟ ଅଟେ। ଆଉ ଏହି ମିଟିଂର ଆୟୋଜନ କରିବାରେ ଭଉଣୀ ସୁସ୍ମିତା ଆଉ ସୁନିତା ଭଉଣୀଙ୍କର ଯେଉଁ ପଦକ୍ଷେପ ତାହା ନିହାତି ଭାବରେ ସ୍ୱାଗତଯୋଗ୍ୟ ଏବଂ ପ୍ରଶଂସନୀୟ ଅଟେ। ଉପସ୍ଥିତ ଥିବା ପ୍ରତ୍ୟେକ ଭଉଣୀମାନେ ଏହି ମିଟିଂ ଦ୍ୱାରା ଉପକୃତ ହୁଅନ୍ତୁ, ଏହା ହିଁ ଆମମାନଙ୍କ ପ୍ରଭୁଙ୍କଠାରେ କାମନା। କାରଣ ବିଶେଷ ଭାବରେ ଜଣେ ପାଳକ ବା ପ୍ରଚାରକ ଯେତେବେଳେ ନିଷ୍ଠାର ସହିତ ପ୍ରଭୁଙ୍କ କାର୍ଯ୍ୟ ପାଇଁ ଆଗେଇ ଆସନ୍ତି, ଆଉ ସେ ସମୟରେ ତାଙ୍କର ପଛରେ ଥିବା ତାଙ୍କର ସହଧର୍ମିଣୀ ନିତାନ୍ତ ଭାବରେ ତାଙ୍କର ବ୍ୟାକ୍ବୋନ୍ ହେବାର ଆବଶ୍ୟକତା ରହିଛି। କାରଣ ତାଙ୍କର ସପୋର୍ଟ ବିନା ଜଣେ ଉତ୍ତମ ଆତ୍ମିକ ମନା ସ୍ତ୍ରୀର ସପୋର୍ଟ ବିନା ଜଣେ ପାଳକ ବା ପ୍ରଚାରକ ସେ ପ୍ରଭୁଙ୍କ କାର୍ଯ୍ୟକୁ ବିଶ୍ୱସ୍ତ ଭାବରେ ନିଷ୍ଠାର ସହିତ କରିପାରିବେ ନାହିଁ। ତେଣୁ ନିହାତି ଭାବରେ ପ୍ରତ୍ୟେକ ପାଳକମାନଙ୍କର ବା ପ୍ରଚାରକମାନଙ୍କର ସ୍ତ୍ରୀମାନେ ଆତ୍ମିକ ବିଷୟରେ ଅଧିକ ବଳିଷ୍ଠ ହେବାର ଆବଶ୍ୟକତା ରହିଛି। ବିଶେଷ ଭାବରେ ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ ଯେତେବେଳେ ତାଡ଼ନା ଉପସ୍ଥିତ ଆଉ ଅନେକ ଆମମାନଙ୍କର ପାଳକମାନେ ସେଇ ତାଡ଼ନାର ସମ୍ମୁଖୀନ ହେଉଛନ୍ତି, ସେହି ସମୟରେ ପରିବାର ମଧ୍ୟ ପ୍ରସ୍ତୁତ ହେବା ଦରକାର ଏବଂ ପବିତ୍ର ଆତ୍ମାଙ୍କ ଶକ୍ତିରେ ଏବଂ ଈଶ୍ୱରଙ୍କ ବାକ୍ୟରେ ବଳିଷ୍ଠ ହେବା ଦରକାର, ଯେ ପ୍ରକାର ସେମାନେ ପାରିବାରିକ ଭାବରେ ସେହି ତାଡ଼ନାର ମୁକାବିଲା କରିପାରିବେ। ପ୍ରଭୁ ଆପଣମାନଙ୍କୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପୁଣି ଯେଉଁ ଭାଇ ଆମମାନଙ୍କର ବକ୍ତା ମହାଶୟ, ପୁଣି ଭଉଣୀ ବକ୍ତ୍ରୀ ମହାଶୟା, ଆଉ ଉଭୟ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଆପଣମାନଙ୍କୁ ଶିକ୍ଷିତ କରନ୍ତୁ ଏବଂ ସବୁ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସାହସିକ କରନ୍ତୁ। ପ୍ରଭୁ ଆପଣମାନଙ୍କ ସମସ୍ତଙ୍କର ସହିତରେ ହୁଅନ୍ତୁ। ଆଉ ଏହି ମିଟିଂ ପାଇଁ ଆମମାନଙ୍କର ପ୍ରାର୍ଥନା ନିହାତି ରହିଛି। ଆମମାନେ ଆପଣମାନଙ୍କୁ ପ୍ରାର୍ଥନାରେ ସ୍ମରଣ କରୁଛୁ। ପ୍ରଭୁ ଆପଣମାନଙ୍କୁ ସାହାଯ୍ୟ କରନ୍ତୁ। ଧନ୍ୟବାଦ। ନମସ୍କାର। ବର୍ତ୍ତମାନ ବରଗଡ଼ ଓଡ଼ିଆ ବାପ୍ଟିଷ୍ଟ ଚର୍ଚ୍ଚର ରେଭରେଣ୍ଡ ସୁଜିତ ବର୍ଦ୍ଧନ ଆଜ୍ଞାଙ୍କ ଠାରୁ ଶୁଣିବା। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ଆଜିର ଏହି ପାଷ୍ଟର ୱାଇଫ୍ ପ୍ରେୟର ମିଟ୍ରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ପ୍ରିୟ ଭଉଣୀମାନେ, ଆପଣମାନଙ୍କର ସେବା ପ୍ରଭୁଙ୍କଠାରେ ବହୁମୂଲ୍ୟ ଅଟେ। ପ୍ରଥମ କରନ୍ଥୀୟ 15:58 ଲେଖା ଅଛି, ଆମମାନେ ପ୍ରଭୁଙ୍କ ପାଇଁ ଯେଉଁ ସେବା କରୁ ତାହା ଈଶ୍ୱରଙ୍କ ଦୃଷ୍ଟିରେ ବହୁମୂଲ୍ୟ, ତାହା ନିଷ୍ଫଳ ନୁହେଁ, ତାର ପୁରସ୍କାର ଅଛି। ଆପଣ ଭାବୁଥିବେ ଯେ ମୋର ରୋଲ୍ ବହୁତ ଛୋଟ, ମୁଁ ତ ସବୁବେଳେ ଷ୍ଟେଜକୁ ଯାଏ ନାହିଁ, ମୁଁ ତ ଦେଖାଯାଏ ନାହିଁ। କିନ୍ତୁ ମନେ ରଖନ୍ତୁ, ଗୋଟେ କ୍ୟାଣ୍ଡେଲ୍ ଯେପରି ଛୋଟ ହେଲେ ମଧ୍ୟ ଗୋଟେ ଅନ୍ଧକାରରେ ଥିବା ରୁମ୍କୁ ଆଲୋକମୟ କରିପାରେ, ଆପଣଙ୍କର କାର୍ଯ୍ୟ ହୁଏତ ଅନନୋଟିସ୍ଡ ହେଇପାରେ, ଆପଣ ସବୁବେଳେ ଷ୍ଟେଜକୁ ଯାଇ ନ ପାରନ୍ତି, କିନ୍ତୁ ଆପଣ ଯେଉଁ ସେବାରେ ସହଯୋଗ କରୁଛନ୍ତି ଆପଣଙ୍କର ସ୍ୱାମୀଙ୍କୁ, ପାଳକଙ୍କୁ, ମଣ୍ଡଳୀରେ କିମ୍ବା ମହିଳା ସମିତିରେ କିମ୍ବା ଆଉ କୌଣସି ସଣ୍ଡେ ସ୍କୁଲ କାର୍ଯ୍ୟରେ ବିଭିନ୍ନ କ୍ଷେତ୍ରରେ, ତାହା ପ୍ରଭୁ ନୋଟିସ୍ କରୁଛନ୍ତି।
ଏବଂ ଏହାଦ୍ୱାରା ମିନିଷ୍ଟ୍ରି ଅଧିକ ପରିମାଣରେ ପ୍ରଭୁଙ୍କ ଗୌରବାର୍ଥେ ବଢ଼ୁଅଛି। ତେଣୁ ମନୁଷ୍ୟ ଆମମାନଙ୍କର ସେବା ଦେଖୁ ବା ନ ଦେଖୁ ପ୍ରଭୁ ଦେଖନ୍ତି। ତେଣୁ ଆସୁ ଆମମାନେ ସେ ବିଶ୍ୱସ୍ତ ଭାବରେ ପ୍ରଭୁଙ୍କୁ ଗୌରବ ଦେଇ ଆମମାନଙ୍କୁ ଯେଉଁ ସ୍ଥାନରେ ପ୍ରଭୁ ରଖିଛନ୍ତି ଆମେ ସେହି ସେବା କାର୍ଯ୍ୟ ଆମେ କରିଚାଲୁ। ଆମମାନେ ପରସ୍ପର କମ୍ପେୟାର ନ କରୁ, ବରଂ ଆମମାନେ ପ୍ରଭୁଙ୍କୁ ଦେଖୁ ଏବଂ ପ୍ରଭୁଙ୍କ ଠାରେ ସେବା କାର୍ଯ୍ୟ କରିଚାଲୁ। ଆମମାନେ ପ୍ରେମରେ ବିଶ୍ୱସ୍ତତାରେ ଯଦି କରିବା ତାହେଲେ ମନେ ରଖନ୍ତୁ ଆମ୍ଭମାନଙ୍କ ରିୱାର୍ଡ ପ୍ରଭୁଙ୍କ ଠାରେ ଅଛି। ଯେତେବେଳେ ଯୀଶୁ ଆସିବେ ସେ ଆପଣମାନଙ୍କର ପ୍ରତ୍ୟେକ କାର୍ଯ୍ୟର ରିୱାର୍ଡ ଦେବେ। ଆପଣମାନଙ୍କୁ ଅନୁରୋଧ କରୁଛି ଆପଣଙ୍କର ସ୍ୱାମୀଙ୍କୁ ପାଳକୀୟ କାର୍ଯ୍ୟରେ, ମଣ୍ଡଳୀକୁ ପ୍ରତି କ୍ଷେତ୍ରରେ ଆପଣ ସହଯୋଗ କରି ବଢ଼ନ୍ତୁ। ଆଜିର ଏହି ପ୍ରେୟାର ମିଟ୍ ଆପଣଙ୍କୁ ଆତ୍ମିକ ଭାବରେ ଅଭିବୃଦ୍ଧି ହେବା ପାଇଁ ଆଶୀର୍ବାଦ କରୁ। ଆମେନ୍। ହୀରାକୁଦ ସ୍ଥିତ ପ୍ରଭୁଙ୍କ ଦାସ ବିଜୟ ପ୍ରଧାନଙ୍କ ଠାରୁ ବର୍ତ୍ତମାନ ଶୁଣିବ। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ମହାନ ନାମକୁ ଧନ୍ୟବାଦ ହଉ। ପ୍ରଭୁ ମହିମା ପାଆନ୍ତୁ ସମସ୍ତ ବିଷୟରେ। ଆସନ୍ତା ଜୁଲାଇ 21 ତାରିଖ ସୋମବାର ଦିନ ସମ୍ବଲପୁର ଓଡ଼ିଆ ବାପ୍ଟିଷ୍ଟ ଚର୍ଚ୍ଚ ରିଟ୍ରିଟ୍ ହଲ୍ରେ ଏକ ବିଶେଷ ସଭାର ଆୟୋଜନ କରାଯାଇଛି, ପାଷ୍ଟର୍ସ ୱାଇଫ୍ ପ୍ରେୟର ମିଟ୍। ଆଉ ଏହି ସଭାର ଆୟୋଜନ କରିଅଛନ୍ତି ଇଷ୍ଟର ପ୍ରେୟର ଗ୍ରୁପ ବରଗଡ଼। ଆଉ ଏ ସଭାରେ ବିଶେଷ କରି ପାଷ୍ଟର୍ସ ୱାଇଫ୍ ମାନେ ଅଛନ୍ତି, ସେମାନଙ୍କ ପାଇଁ ଏକ ବିଶେଷ ସଭା ରଖାଯାଇଛି। ଆଉ ସେମାନଙ୍କୁ ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ଉତ୍ସାହିତ କରିବା ନିମନ୍ତେ ପରମେଶ୍ୱର ଦାସ ଆଚାର୍ଯ୍ୟ ନିରଞ୍ଜନ ତୁରୁପ ଆଉ ଭଉଣୀ ସ୍ନେହଲତା ନାୟକ ଆସୁଅଛନ୍ତି। ଆପଣମାନେ ସମ୍ବଲପୁର କିମ୍ବା ସମ୍ବଲପୁର ବାହାରେ ଯେତେ ବି ପାଷ୍ଟର୍ସ ୱାଇଫ୍ ଅଛନ୍ତି, ପରମେଶ୍ୱରଙ୍କ ସେବକମାନଙ୍କ ସ୍ତ୍ରୀମାନେ ଅଛନ୍ତି, ଆପଣମାନେ ବାଳିକାମାନେ ଅଛନ୍ତି, ତ ଦୟାକରି ଏ ସଭାରେ ଆପଣମାନେ ଆସନ୍ତୁ। ପ୍ରଭୁ ନିଶ୍ଚିତ ରୂପେ ଆପଣମାନଙ୍କୁ ଆଶୀର୍ବାଦ କରିବେ। ଏହା ବାଳିକା ମା'ମାନଙ୍କ ନିମନ୍ତେ ଏକ ବିଶେଷ ସଭା ଅଟେ। ଆଉ ଏ ସଭାରେ ନିଶ୍ଚିତ ରୂପେ ଆପଣ ପ୍ରଚୁର ପରିମାଣରେ ଆଶୀର୍ବାଦ ପ୍ରାପ୍ତ ହେବେ। ନିଶ୍ଚିତ ରୂପେ ପ୍ରଭୁଙ୍କ ସେବା କାର୍ଯ୍ୟ ପାଇଁ ଆପଣମାନେ ଆହୁରି ଉତ୍ସାହିତ ହେବେ। ଆଉ ପରମେଶ୍ୱରଙ୍କ ମହିମା ନିମନ୍ତେ ଆପଣମାନେ ବ୍ୟବହାର ହେବେ। ଗଡ୍ ବ୍ଲେସ୍ ୟୁ। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କର। ବର୍ତ୍ତମାନ ଛତିଶଗଡ଼ କରବାର ବାଲକୋ ସ୍ଥିତ ପ୍ରଭୁଙ୍କ ଦାସୀ ସୁନିତା ଚାର୍ଲ୍ସ ତାଙ୍କ ଠାରୁ ଶୁଣିବା। आप सबको जय मसीह की। मैं परमेश्वर पिता का धन्यवाद देती हूँ कि सुंदर मीटिंग परमेश्वर की दया से होने के लिए, और बहन सुस्मिता और सुनीता को भी मैं धन्यवाद देती हूँ कि प्रभु की अगुवाई से ये सुंदर सा मीटिंग को परमेश्वर के लिए, परमेश्वर की उपस्थिति में होकर करने के लिए। और मैं इस समय पास्टर की पत्नियाँ जो आए हुए हैं उनके लिए मैं कुछ कहना चाहती हूँ। जैसे कि हम नारियों के लिए हमारा पीछे का जो पास्टर लोग अपनी सेवकाई देते हैं, हम नारियों का कर्तव्य है कि उनके पीछे रहकर हम उनके लिए प्रार्थना करें, उनके सेवकाई जैसे दिन प्रतिदिन आगे बढ़ सके ऐसा हमको सहायता करना चाहिए, और हम उनके संग साथ रहकर सेवकाई में भी आगे बढ़ सकें। और आज जितने भी पशु की पत्नियां हैं उनका भी कर्तव्य है कि निरंतर आत्मिकता में बढ़ते हुए प्रभु से ज्ञान बुद्धि को पाकर प्रभु की सेवकाई में पशुओं के साथ रहकर अपनी सेवकाई को दें, और प्रभु इन सभी को सहायता मदद करे, बुद्धि ज्ञान दे, ताकि प्रभु की सेवकाई लिए निरंतर आगे बढ़ते जाएं और प्रभु की महिमा कर पाएं। हम सभी को प्रभु आशीष दे। ପ୍ରଭୁଙ୍କ ଦାସଦାସୀମାନଙ୍କୁ ପ୍ରଭୁଙ୍କ ନାମରେ ବିଶେଷ ବିଶେଷ ଧନ୍ୟବାଦ। ଆସନ୍ତୁ ବର୍ତ୍ତମାନ ସଭାରେ ଉପସ୍ଥିତ ହେବା। ନମସ୍କାର।